ପାରାଦୀପ ପୌରାଞ୍ଚଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ମିଳିତ ଭାବେ 18 ବାଙ୍କିରେ କମ୍ୟୁନିଟି ଗୃହ, ରେଳ ଷ୍ଟେସନ ଓ ନୂଆବଜାରରେ ଶୌଚାଳୟ, ମେରାଇନ୍ ଡ୍ରାଇଭର ଆଲୋକୀକରଣ, ଷଣ୍ଢକୁଦ ବସ୍ତିରେ ସ୍କୁଲ ଓ ସଭାଗୃହ ଏବଂ ପୌରପାଳିକା କାର୍ଯ୍ୟାଳୟରେ ପ୍ରସ୍ତାବିତ ସାଇକେଲ ଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ। ପାରାଦୀପର 11,000 ବସ୍ତି ବାସିନ୍ଦାଙ୍କୁ ଖୁବ୍ ଶୀଘ୍ର ଜମି ପଟ୍ଟା ଦିଆଯିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ତୁରନ୍ତ ଏକ ଫ୍ଲାଇଓଭର ନିର୍ମାଣ କରାଯିବ ବୋଲି ବିଧାୟକ ଶ୍ରୀ ରାଉତରାୟ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର, ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର କୁମାର ରାଉତରାୟଙ୍କ ସମେତ ପୌରପାଳିକାର ପୂର୍ବତନ ପାର୍ଷଦମାନେ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ବିଶାଖା ନ୍ୟୁଜ୍।